ଆପଣଙ୍କର ଭୂମିହୀନର ନାଁଟି ରହିଛି ତ ଆପଣ ମାନେ ପିଏମ କିଷାନ ସିଏମ କିଷାନ ଟଙ୍କା ପାଉନାହାନ୍ତି ତ ଆପଣ କେମିତି ପାଇବେ? ତ ଜାଣିବା ପାଇଁ ଯଦି ଚାହୁଁଛନ୍ତି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଜମା ସ୍କିପ୍ କରିବେ। ଦେଖି ସାରିଲା ପରେ ଆପଣ ମାନେ ଭୂମିହୀନରୁ କେମିତି ଚାଷୀ ବନିପାରିବେ ତାହା ବିଷୟରେ ଭିଡିଓଟି ଆଜିର ଆଲୋଚନା କରିବା ଆଉ ଆପଣ ମାନେ ସମ୍ପୂର୍ଣ୍ଣ ଅପଡେଟ ଆପଣ ମାନେ ପାଇପାରିବେ। ତ ଲେଟ୍ସ ଷ୍ଟାର୍ଟ। ତ ପ୍ରଥମତଃ ଆପଣ ମାନେ କୋଉ ଯୋଜନା ଥିଲା ନା କାଳିଆ ଯୋଜନା ଥିଲା। ତ କାଳିଆ ଯୋଜନାରେ ଆପଣ ମାନେ ଭୂମିହୀନର ପକେଇଥିଲେ। ଆପଣ ମାନେ ସେତେବେଳେ ତରବରରେ ଆପଣ ମାନେ କିଛି ନ ବୁଝି ନ ସୁଝି ଆପଣ ମାନେ କାଳିଆ ଯୋଜନା ଫର୍ମରେ ଆପଣ ମାନେ ଭରି ଦେଇଥିଲେ। ଭୂମିହୀନ ହଉ କି ଚାଷୀରେ ହଉ ଆପଣ ମାନେ ଭରି ଦେଇଥିଲେ। ଆଉ ପ୍ରଥମ କିସ୍ତି ସମସ୍ତଙ୍କୁ ମିଳିଥିଲା ଆପଣ ମାନେ ଭଲ ଭାବରେ ଜାଣିଥିବେ। ତ ସେଠୁ ଯଦି ଆପଣ ମାନେ ଭୂମିହୀନ ରହିଯାଇଛନ୍ତି ତାହେଲେ ଆପଣ ମାନେ କେହି ଜଣ 12,500 ମଧ୍ୟ ପାଇସାରିଛନ୍ତି ଆଉ କେହି ଜଣ 5,000 ଫାଷ୍ଟ କିସ୍ତି ଆପଣ ମାନଙ୍କୁ ମିଳିଥିଲା ଆପଣ ମାନେ ଭଲ ଭାବରେ ଜାଣିଥିବେ। କିନ୍ତୁ ଯେତେବେଳେ ନୂଆ ସରକାର ଯେତେବେଳେ ଚେଞ୍ଜ ହେଲା ତ ସିଏମ କିଷାନ ହେଲା। ତ ସିଏମ କିଷାନ ଆପଣଙ୍କର ଯେତେବେଳେ ଅପଡେଟ ହେଇଗଲା ସରି କାଳିଆ ଯୋଜନାରୁ ସିଏମ କିଷାନକୁ, ସେତେବେଳେ ଆପଣଙ୍କର ଭୂମିହୀନରେ ଶୋ କଲା ଆପଣ ମାନେ ଟଙ୍କା ମଧ୍ୟ ପାଇଲେ ନାହିଁ। ତ ଆପଣ ମାନେ କେମିତି ଟଙ୍କା ପାଇବେ? ତ ଆପଣ ମାନେ ପାଖରେ ଗୋଟେ ପଟା ଅଛି, ଆପଣ ଚାଷୀ ଜଣେ କିନ୍ତୁ ଆପଣଙ୍କର କାରଣବଶତଃ ବା ଭୁଲ ବଶତଃ ଆପଣ ମାନେ ଭୂମିହୀନରେ ପକେଇ ଦେଇଥିଲେ ଯାହା ଫଳରେ କି ଆପଣ ମାନଙ୍କୁ ଟଙ୍କା ମିଳୁନଥିଲା। ତ ସେଥିପାଇଁ ଆପଣ ମାନେ 1 ଟଙ୍କା ମଧ୍ୟ ପାଇପାରୁନଥିଲେ ସିଏମ କିଷାନ। ତ ଆଜି ଆପଣ ମାନେ ଜାଣନ୍ତୁ କେମିତି ସିଏମ କିଷାନର ଟଙ୍କା ପାଇପାରିବେ। ପ୍ରଥମତଃ ଆପଣ ମାନେ ଭୂମିହୀନରୁ କେମିତି ଚାଷୀ ବନିବେ, ଚାଷୀ ହେଇପାରିବେ। ତ କେମିତି ନା ପ୍ରଥମତଃ ଆପଣଙ୍କ ପାଖରେ ଯଦି ପଟାଟେ ଅଛି ତାହେଲେ ଆପଣ ମାନେ କଣ କରିବେ ନା ଓଡିଶା କୃଷକ ପୋର୍ଟାଲରେ ଆପଣ ମାନଙ୍କୁ ରେଜିଷ୍ଟ୍ରି କରିବା ପାଇଁ ପଡିବ। ତ ଓଡିଶା କୃଷକ ପୋର୍ଟାଲରେ ରେଜିଷ୍ଟ୍ରି କରିବା ପାଇଁ ହେଲେ ଆପଣ ମାନଙ୍କୁ କଣ କୋଉଠିକି ଯିବା ପାଇଁ ପଡିବ? ଆପଣ ମାନଙ୍କୁ ପ୍ରଥମତଃ ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଆପଣ ମାନଙ୍କୁ ଭିଜିଟ କରିବା ପାଇଁ ପଡିବ, କାହିଁକି ନା ଆପଣ ମାନେ ପାରିବେ ନାହିଁ। ତ ସେଇଠି ଯେତେବେଳେ ଆପଣ ମାନେ ଓଡିଶା କୃଷକ ପୋର୍ଟାଲରେ ଆପଣଙ୍କର ପଟା ରେଜିଷ୍ଟ୍ରି କରି ଦଉଛନ୍ତି ଆପଣ ମାନେ ଜଣେ ଚାଷୀ ବୋଲି ବିବେଚିତ ହେଉଛନ୍ତି ବା ବନି ଯାଉଛନ୍ତି। ଆଉ ତାପରେ ଆପଣ ମାନେ ସିଏମ କିଷାନ ଆପ୍ଲାଏ ଚାଲିଥିବ ଓ ଆପଣ ମାନେ ଆପ୍ଲାଏ କରିଦେବେ। ତ ଯେତେବେଳେ ଆପଣ ଆପ୍ଲାଏ କରିଦଉଛନ୍ତି ତାହେଲେ ଆପଣଙ୍କର କିଛି ପେଣ୍ଡିଂ ଶୋ କରିବ। ପ୍ରଥମତଃ ଆପଣଙ୍କର ଯୋଉ ଫର୍ମଟି ସେଇଟା କମ୍ପ୍ଲିଟ ଲେଖିବ ଆଉ କିଛି ପେଣ୍ଡିଂ ରହିବ। ଆପଣଙ୍କର ଭିଲେଜ ସରି ଭିଏଲଡବ୍ଲ୍ୟୁ ଭେରିଫିକେସନ ହଉ, ବ୍ଲକ ଭେରିଫିକେସନ ହଉ, ଷ୍ଟେଟ ଭେରିଫିକେସନ ହଉ, ଏଇ ସବୁ ଜିନିଷ ଗୁଡାକ ପେଣ୍ଡିଂ ହିଁ ରହିବ। ଆସ୍ତେ ଆସ୍ତେ ଆପଣଙ୍କର ସେଗୁଡାକ ଗ୍ରୀନ ଟିକ ହେଇକି ଚାଲିବ। ଆଉ ଯେତେବେଳେ ସରକାର ଆପଣ ମାନଙ୍କୁ ସେ ସିଏମ କିଷାନର 2,000 ଟଙ୍କା ଛାଡିବେ ତ ସେଇଥିରେ ଆପଣଙ୍କର ଷ୍ଟେଟ ଭେରିଫିକେସନ ପେଣ୍ଡିଂ ଯୋଉ ଥିବ ସେଟା କମ୍ପ୍ଲିଟ ହେଇଯିବ। ଆପଣ ମାନେ ସିଏମ କିଷାନର ସେ 2,000 ଟଙ୍କା ପାଇପାରିବେ। ବର୍ଷକୁ 2ଟି କିସ୍ତିରେ 4,000 ଟଙ୍କା ଆପଣ ମାନେ ପାଇପାରିବେ। ତ ଏହି ମାଧ୍ୟମରେ ଆପଣ ମାନେ ସିଏମ କିଷାନ ହଉ ପିଏମ କିଷାନ ହଉ ଆପଣ ମାନେ ପାଇପାରିବେ। ଯଦି ଆପଣ ମାନେ ଭୂମିହୀନରେ ରହିଯାଇଥିଲେ, କୌଣସି ପୂର୍ବ ଯୋଜନାରେ କୌଣସି ସୁବିଧା ନଥିଲା ଆପଣ ମାନେ ଭୂମିହୀନରୁ ଚାଷୀ କି ବନିବା ପାଇଁ, କିନ୍ତୁ ଏହି ଯୋଜନାରେ ଆପଣ ମାନେ ଭୂମିହୀନରୁ ଚାଷୀ କି ଯାଇପାରିବେ ଆଉ ପଇସା ମଧ୍ୟ ପାଇପାରିବେ। ତ ଏଇ ଇନଫରମେସନ ଆପଣ ମାନଙ୍କୁ କେମିତି ଲାଗିଥିବ ଆପଣ ମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯଦି ଭଲ ଲାଗିଥିବ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ନମସ୍କାର, ଜୟ ଜଗନ୍ନାଥ।